ବଉଳା ନାମରେ ଗାଈଟିଏ ଥାଏ। ସେ ଅତି ସୁନ୍ଦର ଓ ଶାନ୍ତ। ଓଲିଆ ଗାଈଙ୍କ ପରି କାହାର ବାଡ଼ ଭାଙ୍ଗି ବାଡ଼ିରେ ପଶି ଖାଏ ନାହିଁ। ସେ ନିତି ସକାଳେ ତା ବାଛୁରୀକୁ କ୍ଷୀର ଦେଇ ଜଙ୍ଗଲକୁ ଚରିବାକୁ ଯାଏ। ଛୁଆଟି ଚାତକ ପରି ମାଆର ଆସିବା ବାଟକୁ ଚାହିଁ ରହିଥାଏ। ବେଳେ ବୁଡ଼ିଲେ ମା ବଣରୁ ଫେରେ। ଅଧ ବାଟରେ ହମାର ଦେଇ ଆସୁଥାଏ। ମାଆକୁ ଦେଖି ବାଛୁରୀଟି ଦୌଡ଼ି ଆସେ ମା ପାଖରୁ କ୍ଷୀର ପିଇବାକୁ। ତାକୁ ବଉଳାକୁ ଚାଟି ପକାଇ କେତେ ସ୍ନେହ କରେ। ଗୋଟେ ଦିନ ବଉଳା ଜଙ୍ଗଲରୁ ଫେରୁଛି। ଟିକେ ଡେରି ହୋଇଗଲାଣି। ସେଦିନ ସେ ଟିକେ ଭିତରକୁ ଚାଲି ଯାଇଥିଲା। ତେଣୁ ସେ ଦୌଡ଼ି ଫେରୁଥାଏ। ହଠାତ୍ ବାଘର ଗର୍ଜନ ଶୁଭିଲା। ବଉଳା ଦେଖିଲା ତା ଆଗରେ ମହାବଳ ବାଘଟିଏ ବସିଛି। ବଉଳାକୁ ଦେଖି କହିଲା, ମୁଁ 3 ଦିନ ହେଲା ଶିକାର ପାଇନାହିଁ। ଭୋକିଲା ଅଛି, ମୁଁ ତୋତେ ଆଜି ଖାଇବି। ଏକଥା ଶୁଣି ବଉଳା ନ ଡରି କହିଲା, ମୋତେ ଖାଇବ ତ? ସେଥିରେ ମୋର ଆପତ୍ତି ନାହିଁ, କିନ୍ତୁ ମୋର କଅଁଳା ପିଲାଟା ଭୋକରେ ଛଟପଟ ହେଉଥିବ। ମୋତେ ଛାଡ଼ିଦିଅ। ମୁଁ କଥା ଦେଉଛି, ତାକୁ କ୍ଷୀର ଦେଇ ତୁମ ପାଖକୁ ଫେରି ଆସିବି। ତାପରେ ତୁମେ ମୋତେ ଖାଇବ। ବାଘ ପ୍ରଥମେ ତାକୁ ଛାଡ଼ୁ ନଥିଲା, ମାତ୍ର ତାର ଆକୁଳ ମିନତି ଶୁଣି ତାକୁ ଛାଡ଼ିଦେଲା। ବଉଳା ଆସି ତା ଛୁଆକୁ ପେଟ ପୂରା କ୍ଷୀର ପିଆଇଲା ଓ ତାକୁ ସବୁ କଥା କହିଲା। ତାପରେ ବାଘ ନିକଟକୁ ଫେରି ଆସିଲା। ତାକୁ ଦେଖି ବାଘର ମନ ତରଳିଗଲା। ତାର ସତ୍ୟବାଦିତା ଯୋଗୁଁ ସେ ତାକୁ ଛାଡ଼ିଦେଲା। ସବୁବେଳେ ସତ୍ ପଥରେ ଚାଲିଲେ ମୃତ୍ୟୁକୁ ମଧ୍ୟ ଜୟ କରିହେବ। ଥ୍ୟାଙ୍କ ୟୁ।